ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧୀନ 16 ନମ୍ବର ଜାତୀୟ ରାଜପଥର ମୈତାପୁର ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳର ସୁବ୍ରତ କୁମାର ଚାମ୍ପିଆ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ସୁବ୍ରତ ଭୁବନେଶ୍ୱରରେ ରହି ଏକ କମ୍ପାନୀରେ ଚାକିରି କରୁଥିଲେ। ଗତ ବିଳମ୍ବିତ ରାତିରେ ସେ ବାଇକ୍ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ସିମୁଳିଆ ଥାନା ଅଧୀନ ମୈତାପୁର ଛକ ନିକଟରେ ଏକ ଅଜଣା ଗାଡ଼ି ତାକୁ ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ହୋଇ ରାସ୍ତା ଉପରେ ପଡ଼ି ରହିଥିଲେ। ସ୍ଥାନୀୟ ଲୋକମାନେ ତାକୁ ଉଦ୍ଧାର କରି ସିମୁଳିଆ ମେଡିକାଲକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ସୁବ୍ରତଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ସିମୁଳିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍ଟିକୁ ଜବତ କରିଛି। ଘଟଣାର ତଦନ୍ତ ଆରମ୍ଭ କରିଛି। जितेंद्र सिंह माणत्री अंचल हूँ से भुवनेश्वर गोटे कंपानी रे चाकरी करुले से घर को फेरुआ समय ये आमर मेन रोड रे से एक्सीडेंट एक्सीडेंट होला पर जा हो आमर एटिकार आमर मेडिकल स्टाफ माने आमर शोरूम को मोबाइल ले ही फोन करथिले मते राति 3:45 रे आमे पहुंचीचु। वर्तमान तांको बयस 35 खंडे आउ सुब्रत कुमार चांपिए तांको ना। बालेश्वर स्पेशल रिपोर्टर बनमाली महाकुड़ा रिपोर्ट स्वतंत्र ओडिशा लाइव।